ଏଇ ଜିନିଷଟା ହେଉଛି ଆମ ଓଡ଼ିଆମାନଙ୍କର soulful ଆଇଟମ୍ କଖାରୁ, ଯେଉଁଟାକି ସବୁ ଓଡ଼ିଆମାନେ ଜାଣିଥିବେ। ତା ଦେହରେ ଏଇ ରେସିପିଟା ଚାଲନ୍ତୁ ଜଲ୍ଦି ଜଲ୍ଦି ବନେଇବା। ଆମର କୁହନ୍ତି ଯେ ଓଡ଼ିଆମାନଙ୍କରେ କି କଖାରୁ ଝିଅ ପିଲା କାଟିବା କଥା ନୁହଁ, ସେଥିପାଇଁ ଏଠି ବାପାଙ୍କୁ କୁହାହେଲା କାଟିବା ପାଇଁ। ତ ବାପା ଏଠି ଦୁଇ ଫାଳ କରିକି ଆଗେ ରଖିଦେଲେ। ଏ କଖାରୁଟା ପୁରା କଷି କଖାରୁ ଅଛି, ମାନେ ଆ ଦେହରେ ପୁରା ମଞ୍ଜି ବି ଭଲସେ ହେଇନି, ତ ବହୁତ ଟେଷ୍ଟି ଲାଗିବ। ଏଠି ଆଳୁ ଆଉ ସାରୁ କଟା ହେଇକି ଅଛି। ଯେହେତୁ ପାଣି ପଡ଼ିନି ସେଥିପାଇଁ ଏମିତି ଦେଖାହେଉଛି, ପୁରା ସିମ୍ପଲ୍ ହେବ। କଖାରୁ ଏଠି ଦୁଇ ଫାଳ ଯେହେତୁ ବାପା କରିକି ରଖିଦେଇଥିଲେ, ଏବେ ତାକୁ ଖାଲି ଚୋପା ଛଡ଼େଇକି ମୋତେ ପୁରା କୁଚେଇକି କାଟିବାକୁ ପଡ଼ିବ। ଯେତେ ଛୋଟ ମାନେ କୁଚେଇକି ଯେତେ କଟା ହେବ ତ ଜଲ୍ଦି ସିଝିଯିବ। ଏଠି ମୁଁ ପୁରା କୁଚେଇକି କାଟି ଦେଇଛି, ପୁରା ଛୋଟ ଛୋଟ କରିକି। ଖାଲି ଆକୁ ସିଝା ହେବ, ମାନେ ବହୁତ ଜଲ୍ଦି ସିଝିଯିବ, ସେଥିପାଇଁ ମୁଁ ଏତେ କୁଚେଇ ଦେଇଛି। ଆଉ ବହୁତ ହି ସିମ୍ପଲ୍ ଆଳୁ ସାରୁ ପଡ଼ିକି ହେବ। ଟେଷ୍ଟି ତ ବହୁତ, ମୋତେ ତ ବହୁତ ବଢ଼ିଆ ଲାଗେ। ତ ମସଲା ପାଇଁ ଏଠି ମୁଁ ଗୋଟେ ଜାଗାରେ ରସୁଣ କିଛିଟା ନେଇଛି, ଆଉ କିଛି ସୋରିଷ ନେଇଛି। ଆଉ ଆ ଦେହରେ କିଛି ପଡ଼ିବନି, ଖାଲି ସୋରିଷ ଆଉ ରସୁଣରେ ଏଇଟା ହେବ। ଆଉ ଟିକେ ଜିରା ପକାଇ ଦେଉଛି ମୁଁ, ଆଉ ପିଆଜ ପଡ଼ିବ ଅଳ୍ପ କିଛି। ମାନେ କହିବାକୁ ଗଲେ ସୋରିଷ ମସଲାରେ ଏଇଟା ହେବ। ତ ଆଗେ ଏଟାକୁ ଗ୍ରାଇଣ୍ଡିଙ୍ଗ କରିଦେବି ମସଲାଟାକୁ। ତାପରେ ଏଠି କ'ଣ କଲି ନା କଢ଼େଇ ବସେଇକି କଖାରୁଟାକୁ ମୁଁ ପକାଇ ଦେଉଛି, କାରଣ ଯେହେତୁ କଖାରୁ ଟିକେ ସିଝିବା ପାଇଁ ଟାଇମ୍ ଲାଗେ, କିନ୍ତୁ ଏଟା ଏତେ ବି ଟାଇମ୍ ଲାଗିବନି, ଯେହେତୁ ଏଟା କଷି କଖାରୁ ଅଛି ବହୁତ ଜଲ୍ଦି ସିଝିଯିବ। ତ ମୁଁ ସେଥିପାଇଁ ଆଗେ କଖାରୁଟାକୁ ଭଲସେ ଦୁଇ ତିନି ଧୁଆ କରିଦେଇଥିଲି। ତାପରେ ଟିକେ ପାଣି ପସେଇକି ନେଇ ଆସିଥିଲି, ସେଇ ପାଣି ସହ ନେଇ ଆସିଥିଲି, କାରଣ ପାଣି ଏଥିରେ ଏତେ ବି ବାହାରିବନି, ବହୁତ କମ୍ ପାଣି ବାହାରିବ। ସେଥିପାଇଁ ସବୁଯାକ ଛାଣିକି କଖାରୁକୁ ଆଗେ ମୁଁ କଢ଼େଇରେ ପକାଇ ଦେଉଛି। ତାପରେ ଯେଉଁ ଆଳୁ ଆଉ ସାରୁକୁ କଟା ହେଇକି ରହିଥିଲା, ତାକୁ ଧୋଇ ଦେଇକି ଭଲସେ ଆ ଦେହରେ ପକାଇ ଦେଉଛି। ଆଳୁ ଆଉ ସାରୁକୁ ପକାଇ ସାରିଲା ପରେ ଏଥିରେ ସ୍ୱାଦ ଅନୁସାରେ ମୁଁ ଲୁଣ ପକାଇବି। ସ୍ୱାଦ ଅନୁସାରେ ଲୁଣ ପକା ହେବ। ଆଉ ତାପରେ ହଳଦୀ, ମାନେ ଯେତିକି ହଳଦୀ ଆପଣଙ୍କୁ ଦରକାର। ତାପରେ ଏଠି ଲୁଣ ପଡ଼ିଗଲା, ହଳଦୀ ବି ସେତିକି ପକାଇ ଦେଉଛି, ଟିକିଏ କଲର୍ ଦେଖାହେଲା ଭଳିଆ। ତାପରେ ଆକୁ ଗୋଳେଇ ଦେଇକି, ମାନେ ଭଲସେ ଗୋଳେଇ ଦେଇକି ଘାଣ୍ଟି ଦେଇକି, ତାପରେ ଯେଉଁ ମସଲାକୁ ବାଟିକି ରଖିଥିଲି, ମାନେ ସେ ଯେଉଁ ସୋରିଷ ମସଲା ବଟା ହେଇକି ରହିଥିଲା, ସେ ମସଲା ଏଥିରେ ଦିଆହେବ। କାହିଁକିନା ସବୁଯାକ ମିଶିକି ଏବେ ସିଝିବ ନା, ସେଥିପାଇଁ ତାକୁ ବାଟି ଦେଇଥିଲେ ଆଗୁଆ। ତ ଏଥିରେ ମସଲାକୁ ବି ଢାଳିଦେଲି, ଆଉ ସେଇ ମସଲା ବଟା ଗ୍ରାଇଣ୍ଡରରେ ଟିକେ ପାଣି ଦେଇକି ଧୋଇଦେଲି। ଆଉ ତାକୁ କ'ଣ କରିବି ନା ଟିକେ ଗୋଳେଇ ଦେଇକି ଆକୁ, ଆଉ କିଛି ପଡ଼ିବନି ଏବେ, ଯେହେତୁ ସିଝା ହେବ କଖାରୁଟା ଏଇନା। ଆଉ ଟିକେ ପାଣି ଦେଇ ଦେଉଛି ମୁଁ, କାହିଁକିନା ପାଣି ତ ବାହାରିବ, କିନ୍ତୁ ଏଇଟା ଯେହେତୁ କଷି କଖାରୁ ଏତେ ପାଣି ବାହାରିବନି, ସେଥିପାଇଁ ମୁଁ ଅଳ୍ପ ଟିକେ ପାଣି ଦେଇଦେଲି। ଭଲସେ ସିଝିଯିବ ଏବେ। ତାକୁ କ'ଣ କରିବି ନା ଭଲସେ ଗୋଳେଇ ଦେଇକି ଏବେ ଢାଙ୍କି ଦେବା। ଆଉ କିଛି ଏଇନା ପକାଇବାର ନାହିଁ। ତ ଏବେ ଭଲସେ ପୁରା ଢାଙ୍କି ଦେବା ସିଝିଲା ପନ୍ତେ। କିଛି ସମୟ ଗଲା ପରେ କାଢ଼ିକି ଦେଖିବା। ଏବେ ଦେଖନ୍ତୁ ପୁରା ବଢ଼ିଆ ସେ ସିଝି ଯାଇଛି। ଯେହେତୁ ସବୁଗୁଡ଼ା ସିଝିଗଲାଣି, ତ ଗୋଟେ ଜାଗାକୁ ବାହାର କରିଦେଉଛି ମୁଁ, କାରଣ ଏବେ ବଘରା ହେବ ସେଇଟା। ତ ସବୁଯାକ ଭଲସେ ପୋଛିକି ଏ କଂସାକୁ ବାହାର କରିଦେଉଛି। ତାପରେ ପୁଣି କଢ଼େଇ ବସେଇ ଦେଇକି ତେଲ ଯେତିକି ଦରକାର ତେଲ ଟିକେ ପକାଇଦେବା। ତାପରେ ତେଲଟା ପୁରା ଭଲସେ ତାତିଗଲେ ଏଥିରେ ମୁଁ ଫୁଟଣ ପକାଇଲି। ଫୁଟଣ ପୁରା ଭଲସେ ଫୁଟିବାକୁ ଦେବେ, କାରଣ ଫୁଟଣଟା ଭଲସେ ଫୁଟିଲେ ହିଁ ତା'ର ବାସ୍ନାଟା ଭଲ ଆସିବ। ଫୁଟଣ ଏଠି ବଢ଼ିଆ ସେ ଫୁଟି ଯାଇଛି। ଆଉ ମୁଁ ରସୁଣ ଆଗରୁ ଛେଚିକି କିଛି ରଖିଛି, ତ ଯେହେତୁ ଫୁଟଣ ଏଠି ଭଲସେ ଫୁଟିଗଲାଣି, ତ ରସୁଣକୁ ଏଠି ମୁଁ ପକାଇଦେବି। ରସୁଣକୁ ଭଲସେ ପୁରା ଜାରିବାକୁ ପଡ଼ିବ, ମାନେ ପୁରା ଟିକେ ଲାଲ ଲାଲ ପଡ଼ିଲା ଯାଏଁ, ତାହେଲେ ଯାଇକି ବାସ୍ନାଟା ଭଲସେ ଆସିବ। ତାପରେ ଟମାଟୋ ଏଠି ମୁଁ କାଟିକି ରଖିଛି ଆଗରୁ, ସେଠି ଟମାଟୋ ପକାଇଦେଲି। ଟମାଟୋକୁ ଭଲସେ ଆ ଦେହରେ ଜାରିଦେବେ, ମାନେ ଟମାଟୋ ଯେମିତି ପୁରା ମେଲ୍ଟ ହେଇଯିବ ଆ ଦେହରେ।
टमाटो आउ रसुण पूरा भलसे मेल्ट हो गले जेहेतु लंका मु आधे बाटी नथली सुखिला लंका आपन चाहिए सुखिला लंका भी बाटी पारिबे जेहेतु मु लंका आधे बाटिनी तो सेतिपई एथिरे मु लंका गुंड पकेइबी आपन को जिते राग दरकार आपन से अनुसार लंका गुंड पकेइबे कखारु रायताटा टिके राग हेले भल लागे सेतिपई मु एठी लंका गुंड टिके नेइची एठी टमाटो और रसुण पूरा मेल्ट हो गलानी तो एठी जो सिझा की कखारु थिला ताकू पके दबा आउ आधे किछि नाही हे गला बगरा हे गला पूरा सिंपल और सोलफुल कखारु रायता बहुत ही टेस्टी लगे मोर तो पर्सनाली एटा बहुत ही फेवरेट आउ जिते बेले भी जो मुहूर्त मत देले मु खाईदेवी मत एते पसंद तो एमती थे बनई देखूँ बहुत ही सिंपल जानी बहुत लोग जानी भी थे मुझे ये रेसिपीटा बनाऊली भाविली आपण मान सहित सेयार करी कखारू रे एमती थे रायता बनईकी निश्चय ट्राए करूँ आपण खातु छोट छुआ मैंने भी खाईपारे टिके कम लंका गुंड हेल्ले छोट छुआ मैंने बहुत भलसे खाइबे याकू आउ जदि एमती आपण मैंने ओडिया फूड रेसिपी देखा चाहूथे ताहले यूट्यूब रे देखुथिले मो चैनल को निश्चय सब्सक्राइब करिवे फेसबुक रे देखुथिले ताहले मो चैनल को निश्चय फॉलो करिवे एमती ट्राए करंतु थरे देखिबे बहुत ही टेस्टी लागिबो थैंक यू।